अष्टम पे कमिशन को नहीं आसिला बड़ बेटे केंद्र सरकार कले बड़ घोषणा। वीडियो को संपूर्ण देखंतु जहा द्वारा आपण संपूर्ण सूचना पाई परिबे एवं वीडियो को गुटे गुटे लाइक सहित चैनल को सब्सक्राइब कर रखंतु जहा द्वारा आपण एई भई लेटेस्ट न्यूज बेटे सर्वे प्रथमे पाई परिबे। तो आसंतु संपूर्ण खबर उपरे नजर पकेबा। मिलिथिबा सूचना अनुसार आजिकाली केंद्र सरकारी कर्मचारी एवं पेंशनभोगीଙ୍କ ମଧ୍ୟରେ ସବୁଠାରୁ ବଡ଼ ଆଲୋଚନାର ବିଷୟ ହେଉଛି ଅଷ୍ଟମ ବେତନ କମିଶନ। ସମସ୍ତଙ୍କ ମନରେ ଦୁଇଟି ପ୍ରଶ୍ନ ଅଛି, ନୂତନ ବେତନ କମିଶନ କେବେ ଲାଗୁ ହେବ ଏବଂ ଯଦି ଏହାର କାର୍ଯ୍ୟକାରିତାରେ ବିଳମ୍ବ ହୁଏ ତେବେ ସେମାନେ କେତେ ବକେୟା ପାଇବେ। ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଅଛି ଯେ ସରକାରୀ ବକେୟା ଟଙ୍କା କାଟି ପାରନ୍ତି, କିନ୍ତୁ ରେଳ କର୍ମଚାରୀ ସଂଗଠନ NFIR ର କାର୍ଯ୍ୟକର୍ତ୍ତା ସଭାପତି BC ଶର୍ମାଙ୍କ ଅନୁଯାୟୀ ଯଦିଓ କମିଶନ ବିଳମ୍ବରେ କାର୍ଯ୍ୟକାରୀ ହୁଏ କର୍ମଚାରୀ ମାନେ ସେମାନଙ୍କର ସମ୍ପୂର୍ଣ୍ଣ ବକେୟା ପାଇବା ଉଚିତ। ବକେୟା ଏବଂ ଦରମା ବୃଦ୍ଧିର ଏହି ସମ୍ପୂର୍ଣ୍ଣ ଗଣିତ କିପରି କାମ କରି ଆସନ୍ତୁ ଜାଣିବା। ତେଣୁ ଏହା 1 ଜାନୁଆରୀ 2024 ରୁ କାର୍ଯ୍ୟକାରୀ ହେବାର ଥିଲା। ତେବେ ଏ ପର୍ଯ୍ୟନ୍ତ କଣ ହୋଇଛି? ନିୟମ ଅନୁଯାୟୀ ଅଷ୍ଟମ ବେତନ କମିଶନ ସୁପାରିଶ ଗୁଡ଼ିକ 1 ଜାନୁଆରୀ 2026 ରୁ କାର୍ଯ୍ୟକାରୀ ହେବାକୁ ଅଛି। ତଥାପି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ବର୍ତ୍ତମାନ ବୈଠକ ଏବଂ ସୁପାରିଶ କରିବା ପ୍ରକ୍ରିୟାରେ ଅଛି। ଯଦି ସରକାର ଏହାର ସୁପାରିଶ ଗୁଡ଼ିକ ଅନୁମୋଦନ କରନ୍ତି ଏବଂ ଏପ୍ରିଲ 2027 ରୁ ବର୍ଦ୍ଧିତ ଦରମା ହେବା ଆରମ୍ଭ କରନ୍ତି ତେବେ କର୍ମଚାରୀମାନେ 15 ମାସ ଜାନୁଆରୀ 2026 ରୁ ମାର୍ଚ୍ଚ 2027 ପାଇଁ ବକେୟା ପାଉଣା ଜମା କରିବେ। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ କାର୍ଯ୍ୟକାରୀ ତାରିଖ ଯାହା ହେଉନା କାହିଁକି ବକେୟା ପାଉଣା ସର୍ବଦା 1 ଜାନୁଆରୀ 2024 ରୁ ଗଣା କରାଯିବ। ଆଉ ସେପଟେ ମୂଳ କଥା ହେଉଛି ଯେ ଯଦିଓ ଅଷ୍ଟମ ବେତନ କମିଶନ ଉପରେ ଏକ ସରକାରୀ ନିଷ୍ପତ୍ତି ଏପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି, ଇତିହାସ ଦର୍ଶାଇଛି ଯେ ଯେତେବେଳେ ବେତନ କମିଶନଙ୍କ ସୁପାରିଶ ବିଳମ୍ବରେ ଲାଗୁ ହୋଇଛି କର୍ମଚାରୀମାନେ ସେମାନଙ୍କର ବକେୟା ପ୍ରାପ୍ୟ ଏକକାଳୀନ କିମ୍ବା କିସ୍ତିରେ ପାଇଛନ୍ତି। ତେଣୁ ବିଳମ୍ବ ହେଲେ ମଧ୍ୟ ଏହା ନିଶ୍ଚିତ ଭାବରେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବକେୟା ଉପହାର ଆଣିବ। ତ ଏହା ଥିଲା ସମ୍ପୂର୍ଣ୍ଣ ସୂଚନା। ଆପଣମାନେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।